ଚାଲିଥିଲା ବାହାଘର, ପହଞ୍ଚିଗଲା ପ୍ରେମିକା। ବାଜା ବାଣ ରୋଷଣୀ ପ୍ରସ୍ତୁତ ଥିଲା। କିଛି ସମୟ ପରେ ନାଚ ଗୀତରେ ଦୁଲୁକିଥାନ୍ତା ଗାଁ ଦାଣ୍ଡ। ବିବାହର ମଜା ନେଇଥାନ୍ତେ। ହଠାତ୍ ଏଣ୍ଟ୍ରି ମାରିଲେ ଯୁବତୀ। ପ୍ରେମିକର ମଜା ପୂର୍ବରୁ ପ୍ରେମିକା ଖୋଲିଦେଲା ଯୁବକଙ୍କ କାରନାମା। ନୟାଗଡ଼ ଜିଲ୍ଲା ସଦର ଥାନା ଗୋଳକୋଳା ଗାଁରେ ନାଟକୀୟ ଢଙ୍ଗରେ ଘଟିଛି ଏପରି ଘଟଣା। ପୂରା ଘଟଣା ଥିଲା ଏମିତି କିଛି। ଗୋଳକୋଳା ଗାଁର ଯୁବକ ଜଣକ ପ୍ରଥମେ ଜଣେ ଯୁବତୀଙ୍କୁ କରିଥିଲେ ପ୍ରେମ। ପରେ ବିବାହର ପ୍ରତିଶ୍ରୁତି ଦେଇ ରଖିଥିଲେ ଶାରୀରିକ ସମ୍ପର୍କ। ଏହାପରେ ପ୍ରେମିକ ପ୍ରେମିକାକୁ ଛାଡ଼ି ଅନ୍ୟତ୍ର ବିବାହ ପାଇଁ କରିଥିଲା ପୂରା ପ୍ରସ୍ତୁତ। ଠିକ୍ ଏହି ସମୟରେ ସବୁକିଛି ବିଗାଡ଼ି ଦେଲା ପ୍ରେମିକା। ପ୍ରେମିକାଙ୍କ ଅଭିଯୋଗ, ବିବାହର ପ୍ରତିଶ୍ରୁତି ଦେଇ 5 ବର୍ଷ ପର୍ଯ୍ୟନ୍ତ ଯୁବକ ଜଣକ ତାଙ୍କ ସହ ରଖିଥିଲେ ଶାରୀରିକ ସମ୍ପର୍କ। ପ୍ରେମିକାର ଅଜାଣତରେ ଯୁବକ ଜଣକ ଅନ୍ୟତ୍ର ବିବାହ ବେଳେ ପ୍ରେମିକା ପାଇଗଲେ ଖବର। ପ୍ରେମିକ ଦୁଆରେ ରାତି ସାରା ଧାରଣା ମଧ୍ୟ ଦେଲେ। ପ୍ରେମିକାଙ୍କ ଧାରଣା ପରେ ଭାଙ୍ଗିଲା ପ୍ରେମିକର ବାହାଘର। ପ୍ରେମିକାଙ୍କ ଏଣ୍ଟ୍ରି ପରେ ପ୍ରେମିକ ଫେରାର ହୋଇଯାଇଛି। ବିବାହ ଓ ପ୍ରେମର ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ରାତି ସାରା ପ୍ରେମିକଙ୍କ ଦୁଆରେ ପ୍ରେମିକା ଧାରଣା ଦେବା ପରେ ଆଜି ନୟାଗଡ଼ ସଦର ଥାନାରେ ହୋଇଛି ଅଭିଯୋଗ। ପୂର୍ବରୁ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ମଧ୍ୟ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଯୁବତୀଙ୍କ ଘର କଟକ ଅଞ୍ଚଳରେ। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ କମ୍ପାନୀରେ ଉଭୟ ଚାକିରି କରୁଥିଲେ। ସେବେଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଯୁବକ ଜଣକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଯୁବତୀ ଅଭିଯୋଗ ଆଣିଛନ୍ତି। ଏନେଇ ଯୁବକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। गोटे पुओर मोर 5 वर्ष है कम करूँ गोटे जगार से देखा होता आमर एवं धीरे धीरे भल पाइबा होता भल पाइबा हवा भितर शारीरिक संपर्क आगक होता एवं शारीरिक संपर्क रखा पूर्वर बाहा हे बोली मत से प्रतिश्रुति देते किंतु एबे मु शुणा पाइली 5-6 दिन पूर्वर शुणा पाइली अलग आड़े मैरेज होची से मुझे मो सागर एत सब आगेला अन्य कुआडे अन्य गोटे झीर जीवन नष्ट हम और मो जीवनटा भी नष्ट होगा को जाऊँगी से न्याय मागवाई आसती घरे कहली समस्त आगे बापा माँ आगे रिलेटिव्स किसी लोक थे आगे पचारे सब जिनस कि कौन से राजी होते जे हाँ ता सहित मोर शारीरिक संपर्क हरिका बोली एवं से समय माउसी जड़े थे से ठारिकी बाहर को पठे देते कुआडे पठे पर्यंत से आसुना सामना को माउसी से पुओ को पठे सारा पुओर अनप्रेजेंट रे से माउसी मत थ्रेटनिंग कले जे तू कौन देखिए केमती बाहागर भांगी देबू आउ तू केमती सागे मैरेज करू आमे देखबू तते आमे मैरेज करेबू दबू ना एमती करके थ्रेटनिंग कले आउ जदि तू किसी करू तते मारिदेबू छाड़बून मु थाना को आसी न्याय मांगे मत न्याय दिंतु मो आम दिज भितर जो जहाँ भी है सी मत मैरेज करने आग कह आग को आगेली एवं मत मु कौ कूल को हेबी मोर तो सब जिनस मुझे सारे ना मो पाखे 2टा ऑप्शन अच्छी मरीजी आइदर मैरेज करके घरे से जो रखे से रही शांति आज्ञा मुझे संगे मैरेज करिया पुओ संगे दिवाकर रथ जी सागे मैरेज करने को चाहूँगी एवं जदि से राजी न मो पाखे ऑप्शन आउ कि ना सुइसाइड करवा छड़ा से मो सहित से आग को जाई सारे आउ गोटे झीर जीवन नष्ट करेंगे से कौन ठीक हे लक्ष्मीसागर थाना अभियोग करथिले आज्ञा तो सेठु कोन मिलला नै सेठे से ये लेखिकी आसीथिले से मान कहले आपण लक्ष्मीसागर थाना रे लक्ष्मीसागर थाना रे रिपोर्ट करके आसिला पर से मते पठेले कहले जांतु नयागढ़ थाना रे सेठे लिखिबे सेठे तापरे जा हबो
ସେଟା ସେ ସେପଟ ଜାଗାର ପିଲା ବୋଲି। ଆଚ୍ଛା, କାଲି ଘଟଣା କାଲି କ'ଣ ଥିଲା? କାଲି ଆସିଥିଲେ ଧାରଣା ଦେଲେ ରାତି ସାରା? ରାତି ସାରା ମୁଁ ସେଠି ସେମାନଙ୍କ କଥା ତାଙ୍କ ମା ମୋତେ ବାପା ମା ଡାକିଲେ ଭିତରକୁ, ପୁଅର ବାପା ମା ଭିତରକୁ ଡାକିଲେ। ମୁଁ ମନା କଲି, ସେ କିନ୍ତୁ ମୋତେ ଡାକିଲେ, ଝିଅ ଆସ ଭିତରକୁ ଆସ, ଯାହା କଥା ହେବା। ମୋତେ ଡାକିଲେ, ଭଲରେ ଡାକିଲେ। ମୁଁ ଗଲି। ବାପା ମା ମୋତେ ଯେମିତି ବ୍ୟବହାର ଭଲ କରିବା କଥା ଭଲରେ କରିଛନ୍ତି। ମୁଁ ତାଙ୍କୁ ବି ସେଇଭଳିଆ ବ୍ୟବହାର ଦେଖେଇଥିଲି ଏବଂ କଥାବାର୍ତ୍ତା ଯାହା ବି ପଚାରିଥିଲେ ତାଙ୍କ ପୁଅଙ୍କ ସାମ୍ନାରେ ସେ ସବୁ ରାଜି ହେଇଥିଲେ ଏସବୁ ଜିନିଷ ହେଇଛି ବୋଲି। କିନ୍ତୁ ପରେ ତାଙ୍କ ମାଉସୀ ତାକୁ ପଠେଇ ଦେଇକି ମୋତେ ୱାର୍ଣ୍ଣିଂ କରିଥିଲେ, ତୋତେ ଏଇଆ କରିଦେବୁ ସେଇଆ କରିଦେବୁ, ତୁ କେମିତି ମ୍ୟାରେଜ୍ କରିବୁ ତାକୁ, ଆଉ ଆମେ ଦେଖିନେବୁ, ଏମିତି କରି। ରାତି ସାରା ସେଠି ମୁଁ ୱେଟ୍ କଲି। ପୁଅକୁ ପଠେଇ ଦେଲେ, ମୁଁ ୱେଟ୍ କଲି ତାକୁ। ହଁ, ପୁଅକୁ ପୁରା ସେ ଦିନ ବେଳୁ ପୁରା ରାତି ସାରା ସେଠି ଥଣ୍ଡାରେ ବସିଲି ଏବଂ ହଁ ସନ୍ଧ୍ୟାବେଳେ ମୁଁ ତାପରେ ବାହାରିକି ଆସୁଥିଲି ଅଲଗା କେଉଁଠି ଗୋଟେ ରହିବି ବୋଲି, ଅଲଗା ଜାଗାରେ କେଉଁଠି ରହିବି ବୋଲି। ତାଙ୍କ ମାଉସୀ ମୋତେ ଆହୁରି ପୁଣି ହେଇଠି ୱାର୍ଣ୍ଣିଂ କଲେ, ସେ ସୁଇସାଇଡ଼୍ କରିବାକୁ ଯାଉଛି, ଯଦି ତାର କିଛି ହେବ ସେ ତତେ ଆମେ ଛାଡ଼ିବୁନି, ଏମିତି କହିଲେ। ମୁଁ ଫେରୁଥିଲି ଅଲଗା ଜାଗାରେ ରହିବା ପାଇଁ, ସେ ମୋତେ ହେଇଠି ଧମକେଇଲେ। ମୁଁ କହିଲି ସିଏ, ମୁଁ ତାପରେ ଯେତେବେଳେ ଶୁଣିଲି ସେ ସୁଇସାଇଡ଼୍ କ'ଣ ଏମିତି ସବୁ କହିଲେ, ମୁଁ କହିଲି ସିଏ ଯଦି ବଞ୍ଚିବେନି ତାହେଲେ ମୁଁ କାହିଁକି ମରିବି। ମୁଁ ଗୋଟେ ପେଟ୍ରୋଲ ବୋତଲ ନେଇଥିଲି, ମୁଁ ସେଇଠି ନିଜ ଉପରେ ଢାଳି ଦେଇଥିଲି। ଲୋକମାନେ ଛଡ଼େଇକି ଜବରଦସ୍ତି ମୋଠୁ ନେଇଯାଇଥିଲେ। ତାପରେ ମୁଁ ଜାଣିନି, କିଛି ସମୟ ମୋର ସେନ୍ସଲେସ୍ କ'ଣ ଯାଇଥିଲା ଆରି, ମୁଁ ଜାଣିନଥିଲି। ତାପରେ ମୁଁ ହେଇଠି ରାତି ସାରା ସେଇଠି ବସିଥିଲି। ବ୍ୟୁରୋ ରିପୋର୍ଟ, ମିଡିଆ ଭଏସ୍।